যদি ବାଗୁନ ଯାଇ ଖାଉଥିଲେ ବାପା କୋଉ ବନେଇ ଖାଉଥିଲେ କୋଉ ବନେଇ ଯେ ଇ ତିନୋଟି ଅକ୍ଷର ବିଶିଷ୍ଟ ଗୋଟାଏ ଶବ୍ଦ ଗରେ ହେଲା ବାପା ଜ୍ଞାନ ପ୍ରାପ୍ତି ଗ ଜ୍ଞାନ ଜରେ ହେଲା ଜଞ୍ଜାଳ ମୁକ୍ତି ଇରେ ହେଲା ଈଶ୍ୱର ପ୍ରାପ୍ତି ଏଇ ବନେଇ ଖାଇବା ଦରକାର ଆରେ 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 ଜ୍ଞାନକୁ ସବୁବେଳେ ଆଜ୍ଞା ପଢିବା ଦରକାର ଜଞ୍ଜାଳ ମୁକ୍ତି ହୋଇଥିବା ଦରକାର ଈଶ୍ୱରଙ୍କ ପ୍ରତି ସଦା ସର୍ବଦା ଲୟ ରଖିବା ଦରକାର ଆଉ ଏ ବନେଇ ଖାଇଲେ ହବ ନା ଯୋଉ ବନେଇ ଖାଇଲେ ଆଜ୍ଞା ନିଶା ହବ କିଛି ଦେଖାଯିବନି ଭାତ ଭାତ ସେ ବନେଇ ଖାଇଲେ ଭକ୍ତମାନଙ୍କୁ ବଳ ଦେବେ କେତେବେଳେ ଆରେ ହଁ ରେ ତେଣୁ ଆଜ୍ଞା ତାହେଲେ ଇଏ ନୀଳ କାହିଁକି ପଡିଲା କାହିଁକି ଆପଣ ମାନେ ଆଜ୍ଞା ଯେତିକି କାଲି ଠାରୁ ପାଲା ହେଲାଣି ମୋ ବାପା ଭାଇ ମାନଙ୍କୁ ଅନୁଭବ କରୁଛେ ଆଜ୍ଞା ଯେତିକି ଇଏ ପାଲା ଶୁଣିକି ଆପଣଙ୍କର ଆଜ୍ଞା ମନେ ଥିବା ଆମେ ପଢିଲେ ମାନେ ସେତିକି ମନେ ରହିବ ନାଇଁ ରେ ଆପଣମାନେ ସମସ୍ତେ ଆଜ୍ଞା ଜାଣିଥିବେ ନୀଳ ପଡିବାର କାରଣ ଯେତେବେଳେ ସାଗର ମନ୍ଥନ କରାଗଲା ସୁର ଅସୁରଙ୍କ ମଧ୍ୟରେ ମନ୍ଥୁଛନ୍ତି ଆଜ୍ଞା ସାଗରକୁ ମନ୍ଦାରଗିରିକି ଆଜ୍ଞା ଗଲେ କଣ ଖୁଆ ଖୁଆ ଦଣ୍ଡ କରିଛନ୍ତି ଟିକେ ଦଧିକି ମନ୍ଥିଲା ଆଜ୍ଞା ଲହୁଣୀ ବା ଘିଅ ବାହାରେ ସେମିତି ମନ୍ଦାରଗିରିକି ଗଲେ ଆଜ୍ଞା ଖୁଆ ଏ ଅନନ୍ତନାଗ ବାସୁକି ଗଲେ ଆଜ୍ଞା ରଜୁ ଇ ଗୋଟିଏ ପଟେ ରହିଲେ ଦେବତା ଅନ୍ୟ ପଟେ ରହିଲେ ଆଜ୍ଞା ରାକ୍ଷସ ଯେତେବେଳେ ମନ୍ଥନ ଚାଲିଛି ଅନେକ ପ୍ରକାର ଦ୍ରବ୍ୟ ସୃଷ୍ଟି ହେଲା କଣ କଣ ବାପା କହିଲେ ପାରିଜାତ ପୁଷ୍ପ କାମଧେନୁ ନାଭି ବାହାରିଥିଲେ ଚନ୍ଦ୍ର କଚ୍ଛପ ବାହାରିଥିଲେ ସେଠୁ ଲକ୍ଷ୍ମୀ ଲକ୍ଷ୍ମୀ ସୃଷ୍ଟି ହେଇଥିଲେ ସାଗର ଢେଙ୍କାନାଳ ଲକ୍ଷ୍ମୀ ସୃଷ୍ଟି ଢେଙ୍କାନାଳର ପୂଜାଟା ହେଉଛି ଘଟ ଗାଁରେ ମା ତାରିଣୀଙ୍କର ପୂଜାଟା ହେଉଛି ତ ସେଇଭଳି ତାହେଲେ ଲକ୍ଷ୍ମୀ ସୃଷ୍ଟି ହେଲେ ଆଜ୍ଞା କୋଉଠୁ ନା ସାଗର ମନ୍ଥନରୁ ଆଜ୍ଞା ସାଗର ମନ୍ଥନରୁ ସୃଷ୍ଟି ହେଇଥିଲେ ମା ଲକ୍ଷ୍ମୀ ତାର ଆଜ୍ଞା ବାହାରିଥିଲା ଅମୃତ ଏବଂ ବାହାରିଥିଲା ବିଷ ଅମୃତ ପାନ କଲେ ଦେବ କଣ ମାନେ ମୋହିନୀ ଗଣ୍ଡିଆ ହୋଇକି ଆଜ୍ଞା ବାନ୍ଧିଲେ ପ୍ରଭୁ ନାରାୟଣ ଇଏ ବିଷ ରହିଲେ ଆଜ୍ଞା ସଂସାର ରାକ୍ଷସ ମାନେ ପିଇବା କଥା ରାକ୍ଷସ ମାନେ ପିଇଲେ କହିଲେ କପଟ କଲେ ଦେବତା ମାନେ ତେଣୁ ବହୁ ସଂସାରରେ ବିଷ ଜଗତ ବିଷମୟ ହେଉ ଆଜ୍ଞା କେହି ଦେବତା ନୁହେଁ ଦେବଦେବ ମହାଦେବ ଆଜ୍ଞା ପିଇଲେ ଆଜ୍ଞା ସବୁ ବିଷ ପାଣି ପିଇଲା ବେଳେ ଠୋପାଏ ପଡୁନି ସବୁ ବିଷ ବାବା ଯେତେବେଳେ ପିଇଲେ ମହାଦେବ ଗୋଟାଏ ବିନ୍ଦୁ ବିଷ ଜଗତରେ ଆଜ୍ଞା ପଡିଲେ ସେ ଠୋପାଏ ଗୋଟାଏ ବିନ୍ଦୁ ଆଜ୍ଞା ପଡିଲା ବିଷ ଜଗତରେ ସମସ୍ତଙ୍କୁ ଆଜ୍ଞା କରିଦେଲା ବିଷ ଜଗତ ବିଷମୟ କହିଲେ କୁକୁର ଯାହାକୁ କାମୁଡୁଛି ବିଷଟାକୁ ନେଇ କୁକୁର ପାଖରେ ରହିଲା ବିଷ ଦାନ୍ତରେ ରହିଲା ଆଜ୍ଞା ସାପ ବିଷ ରହିଲା ସାପଟେ ଜନ୍ଦା ପିମ୍ପୁଡି ବିଛା ଚମ୍ପେଇ ନେଉଳି ଗୋଧି ଏମିତି କି ମାନବ ଯାହାକୁ କାମୁଡୁଛି ବି ବିଷ ସାରେ କଣ କହିଲ ମଣିଷଟି ବିଷ ମଣିଷ ହାତରେ ବି ବିଷ ଅଛି ମିଛ କଥା ମିଛ ସାରେ ମୋ ସ୍ତ୍ରୀ ତ ମତେ 7 ଥର ଏଠିକି କାମୁଡିଲାଣି କାହିଁ ମତେ ବିଷ ଟେକୁନି ସତ କଥା କାହିଁ ଟେକୁନି ତ ମୋ ମା ଯଦି ପୁରୁଷଙ୍କୁ ଆଜ୍ଞା ବାଡ଼ାଏ ବା ଗାଳି କରେ ମୋ ମା ମାନେ ତାଙ୍କୁ କାମୁଡି ଦିଅନ୍ତି ସିଏ ପା ଅବଳା ଦୁର୍ବଳା ତାର ମୋର ଦେଲେ ଗଣ୍ଡଗୋଳ ନାକେ ତା ବେକକୁ ମୋଡିକି ବା ଭଳିଆ ସେକି ଦିଏ ସିଏ ତାଉ ପାରେ ନେଇ ସେ ଚଟିକିନା ବୁଲିକି ଦେଖିକି ମୋର କମଳିଆ କୁଣେ ଦେଖି ଏଠି ପୁଳାଇ କାମୁଡି ପକାଏ ତମେ ଆଉ ଏଇ ପାଲାକୁ ଆସିକି ମୋ ମା ମାନଙ୍କୁ ଏମିତିଆ କଥା କୁହ ନା ସତ କଥା ଘରେ ଗଣ୍ଡଗୋଳ ହଉଛି ନାଚ କାହିଁ ଲାଗିବ 5-25 ଆଗରେ ଲୋକଙ୍କ ଆଗରେ ମୋ ମା ମାନଙ୍କ ଆଗରେ କଥା କହିଦେଲେ ଦୁଃଖ ଲାଗ ହୋଇଯିବ ଘରେ କାମୁଡୁଛି ପଡିଛି ମୋର ଏଠି ବାପା ଭାଇ ମାନଙ୍କ ଆଗରେ କହିଦେଲେ ଦୁଃଖ ଲାଘବ ବସ ସ୍ତ୍ରୀ କାମୁଡୁଛି ଆଉ ଯଦି କାମୁଡିଛି ଯାଇକି ଇଞ୍ଜେକ୍ସନ ଦବ କୋଉଠି ଆଶା ଦିଦି ପାଖରେ ଇଞ୍ଜେକ୍ସନ ଦଉଛି ଆରେ ମେଡିକାଲ ଯିବନି ଡାକ୍ତର ବୋପା ଲମ୍ବା ଛୁଟି ପୁରେଇ ଦବ ଲୋ ଆଶା ଦିଦି ଏଡ଼ିକି ଟିକେ ଛୁଟି ରଖ ତାହେଲେ ବାପା ବିଷକୁ ପାନ କଲେ ମହାଦେବ ଯେତେବେଳେ ସବୁ ବିଷକୁ